ଏଠାରେ ଆଜି ଆଲୋଚନା କରାଯିବ +2 ଫାର୍ଷ୍ଟ ଇୟର ଆର୍ଟ୍ସ ର ଯୋଉ ଇତିହାସ ବହି ରହିଛି ଇତିହାସର ଅର୍ଥ ଏବଂ ଏହାର ପ୍ରାସଙ୍ଗିକତା এই ଦୁଇଟି ବିଷୟରେ ଆମେ କଣ କରିବା ଆଲୋଚନା କରିବା। ପ୍ରଥମେ ଦେଖିବା ଇତିହାସର ଅର୍ଥ କଣ ଏବଂ ଏଥିରେ ଆମେ କିଛି ଐତିହାସିକ ମାନଙ୍କର ଡେଫିନେସନ ବିଷୟରେ ଆଲୋଚନା କରିବା ଏବଂ ତାପରେ ଆମେ ଦେଖିବା ଇତିହାସର ପ୍ରାସଙ୍ଗିକତା ଅର୍ଥାତ୍ ଇତିହାସର କଣ ରହିଛି ଆବଶ୍ୟକତା। এইটা অবশ্য এই ভিডিওରେ ନାହିଁ ପରବର୍ତ୍ତୀ ଭିଡିଓରେ ଆସିପାରିବ। ପ୍ରଥମେ ଦେଖିବା ଇତିହାସ ସଂଜ୍ଞାକୁ ନିରୂପଣ କରିବା ଏକ ଜଟିଳ ବ୍ୟାପାର, କାରଣ ଐତିହାସିକ ମାନେ ଏହା ସମ୍ପର୍କରେ ବିଭିନ୍ନ ମତ ପୋଷଣ କରିଛନ୍ତି। ଯଦି ଆମେ ଦେଖିବା ଇତିହାସ ହେଉଛି କଣ ନା ଏଇଟା ଗୋଟିଏ ଜଟିଳ ବ୍ୟାପାର, କାରଣ ବିଭିନ୍ନ ଐତିହାସିକ ଇତିହାସର ସଂଜ୍ଞା ଭିନ୍ନ ଭିନ୍ନ ମତ ଦେଇଛନ୍ତି। ସେମାନଙ୍କର ମତରେ କଣ ହେଇଥାଏ ନା ଗୋଟିଏ ମତ ଅନ୍ୟ ମତ ସହିତ ମିଶି ନଥାଏ। ତାପରେ ଆମେ ଦେଖିବା କେତେକ ଏହାକୁ ଅତୀତର ଘଟଣାବଳୀର ଦସ୍ତାବିଜ ରୂପେ ଲେଖିଥିବା ବେଳେ ଅନ୍ୟ କେତେକ ଏହାକୁ ଅତୀତ ବର୍ତ୍ତମାନ ଭବିଷ୍ୟତ ମଧ୍ୟରେ ସମନ୍ୱୟ ସେତୁ ବୋଲି ଧରି ନେଇଛନ୍ତି। କେହି କେହି ଇତିହାସକୁ ଅତୀତର ଦସ୍ତାବିଜ କହୁଥିବା ବେଳେ ଆଉ କେହି କହୁଛନ୍ତି କଣ ନା ଏହା ହଉଛି ଅତୀତ ଏବଂ ବର୍ତ୍ତମାନ ଏବଂ ତାପରେ ତମର ଭବିଷ୍ୟତ, ଏ ତିନିଟାକୁ କଣ କରୁଛି ନା କଣ କରୁଛି ନା ସଂଯୋଗ କରୁଛି। କାରଣ ଆମେ ଜାଣିଛେ ଅତୀତର ଗର୍ଭରୁ ବର୍ତ୍ତମାନ ସୃଷ୍ଟି ଏବଂ ବର୍ତ୍ତମାନର ଗର୍ଭରୁ ଭବିଷ୍ୟତ ସୃଷ୍ଟି। ତେଣୁକରି ଇତିହାସରେ ଆମେ ସାଧାରଣତଃ ଅତୀତର ଘଟଣାବଳୀକୁ ପଢିଥାଉ ଏବଂ ସେ ଅତୀତ ଘଟଣାବଳୀକୁ ନେଇ ଆମେ ବର୍ତ୍ତମାନ ତିଆରି କରିଥାଉ ଏବଂ ବର୍ତ୍ତମାନ ସ୍ଥିତିକୁ ନେଇ ଆମେ ଭବିଷ୍ୟତ ଗଠନ କରିଥାଉ। ସେଥିପାଇଁ ଇଏ କଣ କରେ ଇତିହାସ ଇଏ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ କଣ କରିଥାଏ ନା ସେତୁ ବନ୍ଧ ସ୍ଥାପନ କରିଥାଏ। ଆଉ କେହି କୁହନ୍ତି ଏହା ବିଶିଷ୍ଟ ବ୍ୟକ୍ତି ମାନଙ୍କର ଜୀବନୀ ଏବଂ ଅନ୍ୟ ମାନେ କୁହନ୍ତି ଶ୍ରେଣୀ ସଂଘର୍ଷର କାହାଣୀ। କେହି କୁହନ୍ତି ଇତିହାସ ଆମେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଜୀବନୀ ପଢିଥାଉ ଏବଂ ଅନ୍ୟ କେହି କୁହନ୍ତି ଏହା ଶ୍ରେଣୀ ମାନଙ୍କ ଭିତରେ ସଂଘର୍ଷର କାହାଣୀ। ଏଇଭଳି ଭାବରେ ଇତିହାସର ସଂଜ୍ଞା ବିଭିନ୍ନ ଅର୍ଥନୈତିକ ମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି। ଏବେ ଆମେ ଦେଖିବା ଏଇ ଇତିହାସ ଶବ୍ଦର ଅର୍ଥ କଣ, ମିନିଂ ଅଫ ହିଷ୍ଟ୍ରି। ଏଇ ଇତିହାସ ଶବ୍ଦଟି ଯଦି ଦେଖିବା ଗୋଟେ ଗ୍ରୀକ ଶବ୍ଦରୁ ଆସିଛି, ସେ ଗ୍ରୀକ ଶବ୍ଦର ନାଁ ହଉଛି ହିଷ୍ଟୋରିଆ ଏବଂ ଯାହାର ଅର୍ଥ ହଉଛି ଅନୁସନ୍ଧାନ କରିବା ବା ଇନକ୍ୱାରି କରିବା ବା ରିସର୍ଚ୍ଚ କରିବା। ସେଇ ଗ୍ରୀକ ଶବ୍ଦ ହିଷ୍ଟୋରିଆରୁ ହିଷ୍ଟ୍ରି ଶବ୍ଦ ଆସିଛି। ସର୍ବପ୍ରଥମେ ଯୋଉ ଗ୍ରୀକ ବାସୀ ମାନେ କଣ କରିଥିଲେ ନା ଇତିହାସକୁ ଏକ ବିଷୟ ରୂପେ ବିବେଚନା କରିଥିଲେ। ଅର୍ଥାତ୍ ଯଦି ଆମେ ଦେଖିବା ବିଶ୍ୱରେ ପ୍ରଥମେ ଇତିହାସ ଲେଖିବା ଆରମ୍ଭ ଗ୍ରୀକ ବାସୀ ମାନେ କରିଥିଲେ। ତାପରେ ଆମେ ଦେଖିବା ଯଦି ଆମେ ସେଇ ଇତିହାସ ଶବ୍ଦଟିକୁ ବିଶ୍ଳେଷଣ କରିବା ତାହେଲେ ଆମେ କଣ ପାଇବା, ଇତି ପାଇବା, ଅ ପାଇବା ଏବଂ ଅ ଏବଂ ଆସ ପାଇବା। ଏ ତିନୋଟି ଯଦି ଆମେ ମିଶେଇବା ତାହେଲେ ଆମେ ଜାଣିବା ଯାହା ଘଟିଥିଲା ଏହା ଘଟିଥିଲା, ଇତି ହ ଅସ ହେଲା, ଏହା ଘଟିଥିଲା। ଠିକ ଅଛି। ତାପରେ ଆମେ ଏଇ ଯୋଉ ବିଭିନ୍ନ ବ୍ୟକ୍ତି ବା ବିଭିନ୍ନ ଚିନ୍ତକଙ୍କର ମତ କଣ ରହିଛି ଇତିହାସ ବିଷୟରେ ସେ ବିଷୟରେ ଆମେ ସବିଶେଷ ଦେଖିବା। ସର୍ବପ୍ରଥମେ ଆମେ ଦେଖିବା ହେରୋଡୋଟସ୍, ଯିଏକି ତୁମର କଣ ନା ଇତିହାସର ଜନକ। ତେଣୁକରି ପିଲାମାନେ ମନେ ରଖିଥିବ ଇତିହାସ ଜନକ କାହାକୁ କୁହାଯାଏ ନା ହେରୋଡୋଟସ୍, କାରଣ ଇଏ ସର୍ବପ୍ରଥମେ ଇତିହାସ ଲେଖିବା ଆରମ୍ଭ କରିଥିଲେ। ସିଏ କହନ୍ତି ଇତିହାସ ହେଉଛି ଅତୀତର ମନୁଷ୍ୟମାନଙ୍କର କାର୍ଯ୍ୟକଳାପର ବୈଜ୍ଞାନିକ ବିଶ୍ଳେଷଣ। ଅର୍ଥାତ୍ ପୂର୍ବରୁ ଯୋଉ ଲୋକମାନେ ଯୋଉ କାର୍ଯ୍ୟ ଗୁଡିକ କରୁଥିଲେ ତାହାର ବୈଜ୍ଞାନିକ ବିଶ୍ଳେଷଣ ହଉଛି ଇତିହାସ। ଆମେ ମନ ଇଚ୍ଛା କୌଣସି କାର୍ଯ୍ୟକୁ ଆମେ ଗ୍ରହଣ କରିପାରିବାନି, ତାକୁ ଆଗର ସାଇଣ୍ଟିଫିକାଲି ଆମେ ତାକୁ ଦେଖିବାକୁ ପଡିବ, ରିସର୍ଚ୍ଚ କରିବାକୁ ପଡିବ, ତାହାପରେ ଯାଇକି ଆମେ ତାକୁ ଇତିହାସର ପରିସରଭୁକ୍ତ କରିପାରିବା। ଦେଖ ପିଲାମାନେ, ଏହା ଏକ ବିଜ୍ଞାନ, କାରଣ ଏହା ସମସ୍ତ ତଥ୍ୟକୁ ବିଶ୍ଳେଷଣ କରେ। ଆମେ ଯେକୌଣସି ଗୋଟେ ତଥ୍ୟ ପାଉ, ଇତିହାସ ଲେଖାଯାଏ, ପ୍ରଥମେ ତାକୁ ବିଶ୍ଳେଷଣ କରାଯାଏ ଯେ ଏହା ସଠିକ ବା ସଠିକ ନୁହେଁ ଏବଂ ଏହା ପରେ ଆଉ ଗୋଟେ କଥା କଣ, ୟା ମାନବୀୟ
କାରଣ ମଣିଷର ବିଭିନ୍ନ ଗୁଣବଳୀକୁ ଇତିହାସ କଣ କରେ, ରଚନା କରିଥାଏ। ତେଣୁକରି ଇତିହାସ ହଉଛି ଦିଟା କଥା, ଗୋଟେ ହଉଛି ମନୁଷ୍ୟ ମାନଙ୍କର କାର୍ଯ୍ୟକଳାପ ଏବଂ କାର୍ଯ୍ୟକଳାପର ବୈଜ୍ଞାନିକ ବିଶ୍ଳେଷଣ। ତାମାନେ ଏଠି ବିଜ୍ଞାନ ଆସିବ ଏବଂ ମାନବୀୟ ଆସିବ, ମଣିଷ ମାନଙ୍କର କଥା ଏବଂ ବିଜ୍ଞାନ ସହିତ ତାକୁ କଣ କରାଯାଇଥାଏ, ଆ ବିଜ୍ଞାନ ଦ୍ଵାରା ବିଶ୍ଳେଷଣ କରାଯାଇଥାଏ। ଏହା ମଣିଷର ବୁଦ୍ଧି ଅଧ୍ୟୟନ, କାରଣ ଏହା ଅତୀତ ମଣିଷର ଚିନ୍ତନ ଚେତନା ସମ୍ପର୍କରେ ଅଧ୍ୟୟନ କରିଥାଏ। ତେଣୁକରି ଇଏ ଏକ କଣ ହେଇଥାଏ ନା ଆମର ଯୋଉ ପୂର୍ବରୁ ଯୋଉ ମୁଁ କହିଛି ଇତିହାସ ଅର୍ଥାତ ହଉଛି ଅତୀତର କଥା, ତେଣୁ ସେ ଅତୀତର ମଣିଷର ଚିନ୍ତା ଚେତନା ସମ୍ପର୍କରେ କଣ କରିଥାଏ ନା ଇତିହାସ ରଚନା କରିଥାଏ। ତାପରେ ଆମେ ଆଉ ଦୁଇ ଐତିହାସିକଙ୍କ ନାଁ, ସେ ଗ୍ରୀକ ଐତିହାସିକ, ଜଣେ ହଉଛନ୍ତି ଥ୍ରୁସିଡାଇସ୍ ଏବଂ ଅନ୍ୟ ହଉଛନ୍ତି ପୋଲିବିୟସ୍। ଏଇ ଥ୍ରୋସିଡାଇସ୍ ଏବଂ ପୋଲିବିୟସ୍ ଉଭୟ ମିଶିକି କଣ କରିଥିଲେ, ଗୋଟେ ସଂଜ୍ଞା ଦେଇଥିଲେ। ସେ କହିଥିଲେ ଇତିହାସ ହଉଛି ମନଛୁଆ ଅତୀତର ଘଟଣା, ଯାହାକୁ ଗଳ୍ପ ପରି ମନେ ରଖିହବ। ଦେଖ ପିଲାମାନେ, ସେ କଣ କହିଥିଲେ ନା ଇତିହାସ ଗୋଟେ ଏମିତି ଗୋଟେ ଗପ, ତାକୁ କଣ କରାପାରିବ, ମନେ ରଖାଯାଇ ପାରିବ। ଥ୍ରୋସିଡାଇସ୍ଙ୍କର କାହିଁକି ଏମିତି କହିଥିଲେ, ଥ୍ରୋସିଡାଇସ୍ ଗୋଟେ ବହି ଲେଖିଥିଲେ, ଏଇଟା ବି ମନେ ରଖିବ ପିଲାମାନେ, ପେଲୋପୋନେସିୟ ଯୁଦ୍ଧ। ଏଇ ପେଲୋପୋନେସିୟ ଯୁଦ୍ଧ ବିଷୟରେ ଲେଖିଥିବାରୁ ସେ ଏଇଟାକୁ ହୁଏତ ସେ ଗଳ୍ପ ଆକାରରେ ଲେଖିଛନ୍ତି, ତେଣୁକରି ସେ ସେଇଥିପାଇଁ ସଂଜ୍ଞାଟା ଦେଇଛନ୍ତି ଇତିହାସ ହଉଛି ମନଛୁଆ ଅତୀତର ଘଟଣା, ଯାହାକୁ ଗଳ୍ପ ପରି ମନେ ରଖାଯାଇ ପାରିବ। ତାପରେ ଆହୁରି ମଧ୍ୟ ସେ କହିଛନ୍ତି ସମସ୍ତ ଅତୀତର ଘଟଣା ଗୁଡିକ ଇତିହାସ ନୁହେଁ। ଆମେ ଯେତେ ଅତୀତର କଥା ଗୁଡିକ ଆମେ ପୂର୍ବ କଥା ଯେ ଇତିହାସ, ସେଇଆ ନୁହେଁ। କେବଳ ମନକୁ ଆନନ୍ଦିତ କରୁଥିବା ଘଟଣା ହିଁ ଇତିହାସ। ସାଧାରଣତଃ ଆମେ ଇତିହାସ ଯେତେବେଳେ ପଢୁ, ସେତେବେଳେ ଆମ ମନ କଣ ହେଇଥାଏ ନା ଆନନ୍ଦିତ ହୋଇଥାଏ, କାରଣ ଆମେ ପୂର୍ବର କଥା ଗୁଡା ଜାଣିପାରୁ ନା। ଆଉ ଆମେ ତ ସାଧାରଣ କଥା ଗୁଡିକ ଆମେ ଇତିହାସରେ ପଢିନଥାଉ, ମାନେ ଯୋଉଟା ଆମ ପାଇଁ ଉପଯୋଗୀ ସେଇଭଳିଆ କଥା ଆମେ ପଢିଥାଉ। ଗାନ୍ଧୀ ମନେକର, ମହାତ୍ମା ଗାନ୍ଧୀ କିପରି ସ୍ୱାଧୀନତା ସଂଗ୍ରାମ କରୁଥିଲେ ସେ ବିଷୟରେ ଆମେ ପଢିବା ନା। ମହାତ୍ମା ଗାନ୍ଧୀ ବ୍ୟକ୍ତିଗତ କଥା ପଢିବା କି, ସେ କଣ କରୁଥିଲେ, କଣ ଯାଉଥିଲେ, ଏଇସବୁ କଥା ତ ଆମେ ପଢିବାନି ନା। ସେ କଣ ପୋଷାକ ପରିଚ୍ଛଦ ବ୍ୟବହାର କରୁଥିଲେ, ପିନ୍ଧୁଥିଲେ, ଏସବୁ ଜିନିଷ ତ ଆମେ ପଢିବାନି ନା। ତେଣୁକରି ଯୋଉ ଘଟଣା ଗୁଡିକ ଆମର ଜାଣିବା ଆବଶ୍ୟକ ଏବଂ ଜାଣିଲେ ଆମକୁ କଣ କରେ, ମନକୁ ଆନନ୍ଦିତ କରେ, ସେଇଗୁଡ଼ିକ ବିଷୟ ଗୁଡିକ ଇତିହାସର ସ୍ଥାନ ପାଇଥାଏ। ତାପରେ ଆମେ ଦେଖିବା ଆଉ ଜଣେ ସେଇ ଗ୍ରୀକ ଐତିହାସିକ ଆମେ କହିପାରିବା, ସେ ହଉଛନ୍ତି ଆରିଷ୍ଟଟଲ। ସେ କଣ କହିଛନ୍ତି ନା ଇତିହାସ ହଉଛି ଅପରିବର୍ତ୍ତିତ ଅତୀତର ଏକ ବିବରଣୀ। ଅର୍ଥାତ୍ ତାଙ୍କର କହିବା କଥା, ଯୋଉଟା ଇତିହାସ ଅତୀତରେ ଘଟିଯାଇଛି ସେ ତ କେବେ ପରିବର୍ତ୍ତନ କରାଯାଇ ପାରିବନି, ତେଣୁ ଏଇ ଅପରିବର୍ତ୍ତିତ ଅତୀତର ଏକ ବିବରଣୀ। ମଣିଷର ଚାହିଦା ଏବଂ ଇଚ୍ଛା ଅପରିବର୍ତ୍ତିତ, ଏଟା ତ ଆମେ ଜାଣିଛେ। ମଣିଷର ଚାହିଦା ଏବଂ ଇଚ୍ଛା ଅପରିବର୍ତ୍ତିତ, ସମୟର ବିକାଶରେ ଏହା ନୂଆ ରୂପରେ ପ୍ରକାଶିତ ହୁଏ, ମାତ୍ର ପ୍ରବୃତ୍ତି ବଦଳେ ନାହିଁ। ଠିକ ଅଛି। ତାପରେ ଆମେ ଦେଖିବା ଆଉ ଜଣେ ଦାର୍ଶନିକ, ଇଏ ହଉଛନ୍ତି କାର୍ଲ ମାର୍କସ। କାର୍ଲ ମାର୍କସ ସିଏ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଥିବା ଇତିହାସ ହିଁ ଶ୍ରେଣୀ ସଂଘର୍ଷ ଇତିହାସ। ଯେହେତୁ କାର୍ଲ ମାର୍କସ ଜଣେ ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତି ଏବଂ ସାମ୍ୟବାଦୀ ଆଦର୍ଶରେ ଯେହେତୁ ଅନୁପ୍ରାଣିତ, ସେଥିପାଇଁ ସେ ଏଇଭଳି କଥା କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଥିବା ଇତିହାସ ହିଁ ଶ୍ରେଣୀ ସଂଘର୍ଷର ଇତିହାସ। ଅର୍ଥାତ୍ ତାଙ୍କର କହିବା କଥା, ଇତିହାସରେ ସବୁବେଳେ କଣ ହେଇଥାଏ, ଶ୍ରେଣୀ ସଂଘର୍ଷ ହେଇଥାଏ, ସର୍ବହରା ଏବଂ କଣ ହେଇଥାଏ, ପୁଞ୍ଜିପତି ମାନଙ୍କ ଭିତରେ ସଂଘର୍ଷ ହେଇଥାଏ। ଯେହେତୁ ସିଏ ଜଣେ ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତି ବିଶେଷ, ସେଥିପାଇଁ ସେ ଏଇଭଳି ମତ ରଖିଛନ୍ତି। ସେ ଦେଖ ଏଇ କଥା ବି ସେ ଉଦାହରଣ ଦେଇଛନ୍ତି, ପ୍ରଭୁ ଆଉ ଦାସ ମାନେ ମାଲିକ ଆଉ ଚାକର, ପୁଞ୍ଜିପତି ଆଉ ଶ୍ରମିକ ମାନେ ଶିଳ୍ପପତି ଏବଂ ଶ୍ରମିକ, ଏବଂ ଜମିଦାର ଆଉ କୃଷକ, ଏଇ ଏଙ୍କରି ଭିତରେ କଣ ହେଇଥାଏ ନା ସମ୍ପର୍କ ହୋଇଥାଏ। କାରଣ ଏଇ ଯୋଉ ସାମ୍ୟବାଦୀ ଚିନ୍ତାଧାରାର ସେମାନଙ୍କର ଆଇଡିଓଲୋଜି ହଉଛି ଯେ ସମାଜରେ ସେ ଶ୍ରେଣୀବିହୀନ ସମାଜ ଗଠନ କରିବେ। ଅର୍ଥାତ୍ ନା ପ୍ରଭୁ କେହି ରହିବେ, ନା ଦାସ କେହି ରହିବେ, ନା ପୁଞ୍ଜିପତି ରହିବେ, ସମସ୍ତେ ସମାନ ରହିବେ। ତେଣୁକରି ସେଇଥିପାଇଁ ସେ କହିଛନ୍ତି ଯେ ନା ହଉଛି ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଥିବା ଇତିହାସ ହିଁ ଶ୍ରେଣୀ ସଂଘର୍ଷର ଇତିହାସ। ତାପରେ ଆମେ ଶେଷକୁ ଦେଖିବା ପିଲାମାନେ, ଇତିହାସ କେବଳ ଅତୀତର ଘଟଣାବଳୀ, ବିଶିଷ୍ଟ ବ୍ୟକ୍ତିଙ୍କର ଜୀବନୀ, ଶ୍ରେଣୀ ସଂଘର୍ଷ ବା ସମାଜ ସଂସ୍କୃତି ଅଧ୍ୟୟନ ନୁହେଁ। ଯେ ଆମେ ଖାଲି କହିବା ଅତୀତର ଘଟଣାବଳୀ, ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ, ଶ୍ରେଣୀ ନା, ଇତିହାସ କଣ ନା, ଇତିହାସ ପ୍ରକୃତରେ ଐତିହାସିକ ତଥ୍ୟ ମାଧ୍ୟମରେ କଥୋପକଥନ। ଆମେ ଯାହା ପଢିବା ସେଟା ଐତିହାସିକ ମାନେ ତଥ୍ୟ ହେଇଥିବା, ଆମେ ତଥ୍ୟ ଆଧାରିତ ଆମେ ପଢିବା, ତାହେଲେ ଯାଇକି ସେଟା ଇତିହାସ ଭିତରେ ହବ ଏବଂ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସେ ଗୋଟେ ପ୍ରବାଦିତ କରିବ, ଅର୍ଥାତ୍ ସଂଯୋଗୀକରଣ କରିବ। ଯେ ସରଳ ଭାବେ ମୁଁ କହିଦେବି ଯେ ଆମେ ମନଗଢା କାହାଣୀକୁ କେବେ ଇତିହାସର ପରିସରଭୁକ୍ତ କରିପାରିବା ନାହିଁ। ମନେକର ମୁଁ ଏଠି ମନେକର ମାଟି ଖନନ ହଉ
କିଛି ମୁଦ୍ରା ବାହାରିଲା ତାହେଲେ ଆମେ ତାକୁ ତଥ୍ୟ ମାଧ୍ୟମରେ କଥୋପକଥନ କରିପାରିବା ଯେ ଏଟା କାହିଁକି ବାହାରିଲା, କୋଉ ରାଜା ରାଜତ୍ୱ ଥିବ, ଏଇ ସବୁ ବିଷୟ, ଏଇ ହେଲା ତଥ୍ୟ ବିଷୟ କଥୋପକଥନ। ଏବଂ ଯେହେତୁ ଏଟା ଅତୀତର ଜିନିଷ, ସେ ଅତୀତର ଜିନିଷ, ଏବଂ ବର୍ତ୍ତମାନ ଆମେ ଯେହେତୁ ପାଇଲୁ ତାକୁ ବର୍ତ୍ତମାନ ସହ ଯୋଡ଼ିଲୁ, ଏବଂ ଭବିଷ୍ୟତର ପିଢି ମାନେ ସେଇ ଏଇକୁ ପଢିବେ ବା ଏଇ ବିଷୟରେ ଜାଣିବେ। ତେଣୁକରି ଏଇ ଯୋଉ ଜିନିଷ ଗୁଡା ତ ପିଲାମାନେ ସବୁ ଯୋଡି ଦେଇପାରିବ। ମାନେ ପ୍ରକୃତରେ ଇତିହାସ ହଉଛି ଐତିହାସିକ ଏବଂ ତଥ୍ୟ ମଧ୍ୟରେ କଥୋପକଥନ ହେଇଥିବ, ଏବଂ ଅତୀତ ବର୍ତ୍ତମାନ ଭବିଷ୍ୟତ ମଧ୍ୟ କଣ ହେଇଥାଏ, ସଂଯୋଗ ସୃଷ୍ଟି କରିଥାଏ। ଇଏ ହଉଛି ଇତିହାସ। ଅତୀତର ବିଶ୍ଳେଷଣ ବର୍ତ୍ତମାନ ବୁଝାଏ ଏବଂ ତାହାର ବିଶ୍ଳେଷଣ କରି ଭବିଷ୍ୟତ ସମ୍ପର୍କ ଅନୁମାନ କରାଯାଇପାରେ। ତାମାନେ ସେ କହିବାର କଥା ହଉଛି ବର୍ତ୍ତମାନ ଯୋଉ ଅତୀତ କଥାରୁ ଆମେ ବର୍ତ୍ତମାନକୁ ପାଇଥାଉ ଏବଂ ତାକୁ ବିଶ୍ଳେଷଣ କରିକି ଆମେ କଣ କରିଥାଉ ନା ଭବିଷ୍ୟତକୁ ନିୟନ୍ତ୍ରିତ କରିଥାଉ। ଅତି ସଂକ୍ଷିପ୍ତ ଯଦି ମୁଁ କହିବି, ଇତିହାସ ହଉଛି ମାନବ ସଭ୍ୟତାର ପ୍ରଗତିର ଅଧ୍ୟୟନ କରିଛି। ମାନବ କିପରି ଭାବେ ପ୍ରଗତି କରୁଛି ସେଇ ବିଷୟରେ ଅଧ୍ୟୟନ କରୁଛି। ଯେମିତି ଆମେ ଆଦିମ ମଣିଷ ବଣ ଜଙ୍ଗଲରେ ରହୁଥିଲା, ତାପରେ ସେ ନଗର ମାନେ ଗ୍ରାମ୍ୟ ମାନେ ତମର ସିଭିଲାଇଜେସନ ତିଆରି କଲା, ମାନେ ନଦୀ କୂଳରେ ରଜା ମହାରାଜା, ଏଇ ସବୁ କଣ ହଉଛି ନା ମଣିଷ ଧୀରେ ଧୀରେ ପ୍ରଗତି କରୁଛି। ସେଇଟା ହିଁ ଇତିହାସର ଅଧ୍ୟୟନ ଯଦି ଆମେ ଅତି ସଂକ୍ଷିପ୍ତ କହିବା। ଆଉ ସବୁଠୁ ବଡ କଥା ହଉଛି କଣ ନା ଆଦାମ ଠାରୁ ଆଟମ ପର୍ଯ୍ୟନ୍ତ ମାନବର ପ୍ରଗତି ଲିପିବଦ୍ଧ କରେ ଇତିହାସ। ଆମେ ଜାଣିଛେ ଯେ କୌଣସି ମାନେ ଆଦମ ହଉଛନ୍ତି କଣ ହଉଛନ୍ତି ନା ପୃଥିବୀରେ ସୃଷ୍ଟି ହେଇଥିବା ପ୍ରଥମ ମନୁଷ୍ୟ। ଏଇଟା ଗୋଟେ ଧର୍ମର ତାଙ୍କର ପୁସ୍ତକରେ ଅଛି ଯେ ଆଦାମ ହଉଛନ୍ତି ବିଶ୍ୱରେ ସୃଷ୍ଟି ହୋଇଥିବା ପ୍ରଥମ ମନୁଷ୍ୟ ଏବଂ ଆଟମ ହଉଛି ପରମାଣୁ। ତ ମାନେ ତାଙ୍କର ମୋଟ କହିବା କଥା ମାନେ ପୁରା ବିଶ୍ୱ ସୃଷ୍ଟି ହେବା କତରୁ ଏବଂ ଆଜି ପର୍ଯ୍ୟନ୍ତ ଇଏ ଯୋଉ ପ୍ରଗତି ହଉଛି ଏକୁ ଲିପିବଦ୍ଧ କଣ କରୁଛି, ଇତିହାସ କରୁଛି। ପିଲାମାନେ ଭିଡିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଚ୍ୟାନେଲକୁ ସବସ୍କ୍ରାଇବ କରିବ, ସେୟାର କରିବ ଏବଂ ବେଲ ଆଇକନ ପ୍ରେସ୍ କରିବ।